ଜୟ ଜଗନ୍ନାଥ, ଜୟ ଶ୍ରୀରାମ। ଭିଡ଼ିଓଟି ଦେଖି ସାରିଲା ପରେ ସବସ୍କ୍ରାଇବ୍ କରିଦେବେ। ଆଜି ଆମେ କଥା ହେବା କାର୍ତ୍ତିକ ମାସରେ ମାଛ ଖାଇବା ମନା କାହିଁକି। ପୁଣି ଥରେ କହିବା, କାର୍ତ୍ତିକ ମାସରେ ମାଛ ଖାଇବା ମନା କାହିଁକି। କାର୍ତ୍ତିକ ମାସରେ ଶୀତ ପଡ଼ିବା ଆରମ୍ଭ ହୁଏ। ଏହି ସମୟରେ ମାଛମାନଙ୍କୁ ବସନ୍ତ ରୋଗ ହୁଏ। ଏହି ରୋଗିଣୀ ମାଛ ଖାଇଲେ ମଣିଷ ରୋଗଗ୍ରସ୍ତ ହେବାର ଭୟ ଅଛି। ତେଣୁ କାର୍ତ୍ତିକ ମାସରେ ମାଛ ଖାଇବା ମନା। ଏହା ଛଡ଼ା କାର୍ତ୍ତିକ ମାସରେ ଲୋକ କାର୍ତ୍ତିକ ବ୍ରତ ପାଳନ କରନ୍ତି। ମାସମାନଙ୍କ ମଧ୍ୟରେ କାର୍ତ୍ତିକ ମାସକୁ ସବୁଠୁ ଅଧିକ ପବିତ୍ର ମାସ ରୂପେ ଗ୍ରହଣ କରାଯାଏ। ଧର୍ମ କର୍ମ ସମୟରେ ଆମିଷ ଭଳି ତାମସିକ ଖାଦ୍ୟ ଖାଇବା ଉଚିତ ନୁହେଁ। ତେଣୁ କାର୍ତ୍ତିକ ମାସରେ ଆମିଷ ଖାଆନ୍ତି ନାହିଁ। ସୁପୁତ୍ର କାମନା କରି ଲୋକେ କାର୍ତ୍ତିକ ବ୍ରତ ପାଳନ କରନ୍ତି। ଜ୍ୟୋତିଷ ଶାସ୍ତ୍ର ମତରେ କାର୍ତ୍ତିକ ମାସରେ ରବି ନିଚସ୍ତ ହୁଅନ୍ତି। ଏହାର ପ୍ରଭାବରେ ମଣିଷର ହଜମ ଶକ୍ତି କମିଯାଏ। ତେଣୁ କାର୍ତ୍ତିକ ମାସରେ ଆମିଷ ଭଳି ଗୁରୁପାକ ଖାଦ୍ୟ ଖାଇବା ଉଚିତ ନୁହେଁ। ଆଉ ଥରେ କହି ରଖୁଛି, କାର୍ତ୍ତିକ ମାସରେ ମାଛ ଖାଇବା ମନା କାହିଁକି। କାର୍ତ୍ତିକ ମାସରେ ଶୀତ ପଡ଼ିବା ଆରମ୍ଭ ହୁଏ। ଏହି ସମୟରେ ମାଛମାନଙ୍କୁ ବସନ୍ତ ରୋଗ ହୁଏ। ଏହି ରୋଗିଣୀ ମାଛ ଖାଇଲେ ମଣିଷ ରୋଗଗ୍ରସ୍ତ ହେବାର ସମ୍ଭାବନା ଅଛି। ତେଣୁ କାର୍ତ୍ତିକ ମାସରେ ମାଛ ଖାଇବା ମନା। ଏହା ଛଡ଼ା କାର୍ତ୍ତିକ ମାସରେ ଲୋକେ କାର୍ତ୍ତିକ ବ୍ରତ ପାଳନ କରନ୍ତି। ମାସମାନଙ୍କ ମଧ୍ୟରେ କାର୍ତ୍ତିକ ମାସକୁ ସବୁଠୁ ଅଧିକ ପବିତ୍ର ମାସ ରୂପେ ଗ୍ରହଣ କରାଯାଏ। ଧର୍ମ କର୍ମ ସମୟରେ ଆମିଷ ଭଳି ତାମସିକ ଖାଦ୍ୟ ଖାଇବା ଉଚିତ ନୁହେଁ। ତେଣୁ କାର୍ତ୍ତିକ ମାସରେ ଆମିଷ ଖାଇବା ଉଚିତ ନୁହେଁ। ସୁପୁତ୍ର କାମନା କରି ଲୋକେ କାର୍ତ୍ତିକ ବ୍ରତ ପାଳନ କରନ୍ତି। ଜ୍ୟୋତିଷ ଶାସ୍ତ୍ର ମତରେ କାର୍ତ୍ତିକ ମାସରେ ରବି ନିଚସ୍ତ ହୁଅନ୍ତି। ଏହାର ପ୍ରଭାବରେ ମଣିଷର ହଜମ ଶକ୍ତି କମିଯାଏ। ତେଣୁ କାର୍ତ୍ତିକ ମାସରେ ଆମିଷ ଖାଇବା ଉପଯୁକ୍ତ ନୁହେଁ। ଗୁରୁପାକ ଖାଦ୍ୟ ବି ଖାଇବା ଉଚିତ ନୁହେଁ। ଭିଡ଼ିଓଟି ଦେଖି ସାରିଲା ପରେ ସବସ୍କ୍ରାଇବ୍ କରିଦେବେ। ଏଣୁ ଭିଡ଼ିଓଟି କେମିତି ଲାଗିଲା ଆପଣଙ୍କ ମତାମତ ଦେବେ, ଆଉ ସବସ୍କ୍ରାଇବ୍ ମଧ୍ୟ କରିଦେବେ। କାଞ୍ଜି ଖାଆନ୍ତି କାହିଁକି। ଆମ ଓଡ଼ିଶାରେ 3-4 ଦିନରେ ବାସି ତୋରାଣୀରେ ମୂଳା, ଅମୃତଭଣ୍ଡା, ଖଡ଼ା, ଭେଣ୍ଡି, ବାଇଗଣ ଆଦି ପରିବା ପକାଇ ଲୁଣ ହଳଦୀ ଦେଇ କିଛି ସମୟ ସିଝାଇଲେ କାଞ୍ଜି ପ୍ରସ୍ତୁତ ହୁଏ। କେତେକ କ୍ଷେତ୍ରରେ ତୋରାଣୀ ବଦଳରେ ଘୋଳ ଦହି ବ୍ୟବହାର କରାଯାଏ। ଘୋଳ ଦହି ହେଉ ବା ତୋରାଣୀ, ସେଥିରେ ଇଷ୍ଟ ନାମକ ଏକ ପ୍ରକାର କବକ ଥାଏ। ଏହି ଇଷ୍ଟ ସୁରାସାରରେ କିଉଣିନ୍ ନାମକ ରାସାୟନିକ ପ୍ରକ୍ରିୟା ଦ୍ୱାରା ତୋରାଣୀ ଓ ଦହିରେ ଥିବା ଶର୍କରା ଅଣୁକୁ ସୁରାସାରରେ ପରିଣତ ହୁଏ। ଇଷ୍ଟ କୋଷର ପ୍ରଚୁର ପରିମାଣ ଜୀବସାର ଖ ଥାଏ। ତେଣୁ କାଞ୍ଜି ଏକ ଜୀବସାର ଖ ସମୃଦ୍ଧ ଖାଦ୍ୟ। ଏହାକୁ ଖାଇଲେ ଶରୀରରେ ପ୍ରଚୁର ପରିମାଣ ଜୀବସାର ଖ ପାଇଥାଏ। ତେଣୁ କାଞ୍ଜି ଖାଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର। କାଞ୍ଜି ସେଥିପାଇଁ ସବୁ ଲୋକ ଖାଇବାକୁ ପସନ୍ଦ କରନ୍ତି। ଆଉ ଏଇ କାଞ୍ଜି ଉପରେ ଯଦି କିଛି ଆପଣମାନେ ଜାଣିଛନ୍ତି କମେଣ୍ଟ କରିବେ। କାଞ୍ଜିର ଉପକାରିତା କ'ଣ ବି କହିବେ, ଆଉ କାଞ୍ଜି କେମିତି ପ୍ରସ୍ତୁତି ହୁଏ ବି କହିବେ। କାଲି ଆମେ କଥା ହେବା ଆଉ ଗୋଟେ ଟପିକ୍ ଉପରେ, ଭଲ ଟପିକ୍ ଉପରେ। ଖାଇବା ସମୟରେ କଥା ହୁଅନ୍ତି ନାହିଁ କାହିଁକି। ଖାଇବା ସମୟରେ କଥା ହୁଅନ୍ତି ନାହିଁ କାହିଁକି, ଏ ବିଷୟରେ କାଲି ଆମେ କଥା ହେବା। ଯଦି କିଏ ଜାଣିଛ କମେଣ୍ଟରେ ଜଣାଇପାର। ଭିଡ଼ିଓଟି ସରିଲା, ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି।
ସବସ୍କ୍ରାଇବ୍ କଲେ ମନୋବଳ ଅଧିକା ବଢ଼ିବ, ଭିଡ଼ିଓ ଆଗକୁ ଆହୁରି ଆସିବ। ସବସ୍କ୍ରାଇବ୍, ଥ୍ୟାଙ୍କ ୟୁ।